ଜଳଡିହି ଗ୍ରାମରେ ମା ତାରିଣୀଙ୍କ 27ତମ ପ୍ରତିଷ୍ଠା ଉତ୍ସବ ଏବଂ ବିଶ୍ୱ ଶାନ୍ତି ଯଜ୍ଞ। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମ ପଞ୍ଚାୟତର ଜଳଡିହି ଗ୍ରାମରେ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ମା ତାରିଣୀଙ୍କ 27ତମ ଏକ ଦିନାତ୍ମକ ପ୍ରତିଷ୍ଠା ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଜଳାଶୟରୁ କଳସରେ ଜଳ ଅଣାଯାଇ କଳସ ସ୍ଥାପନା କରାଯାଇଥିଲା। ମୁଖ୍ୟ ପୂଜକ ସୁନ୍ଦର ନାରାୟଣ ମିଶ୍ର, ବଳରାମ ଶତପଥୀ, ଅନୁ ଦେହୁରୀ, ସୁରେଶ ଦାସ ପ୍ରମୁଖ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ଭାବେ କମଳାକାନ୍ତ କର ଏବଂ ତାଙ୍କ ସହଧର୍ମିଣୀ ସରସ୍ୱତୀ କର ଦାୟିତ୍ୱ ନିଭାଇଥିଲେ। ପୂଜକ ପ୍ରାରମ୍ଭରେ ସୂର୍ଯ୍ୟ ପୂଜା, ଗୋମାତା ପୂଜା, ଦେବୀ ମହାସ୍ନାନ, ଦେବୀ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୁତି କରାଯାଇଥିଲା। ପରେ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଦୀପ ସାହୁ, ମୋହନ ସାହୁ, ମୁନା ତାରଣା, ମଣ୍ଟୁ ମହାନ୍ତି, ବଳିୟାର ସିଂ, ନୀଳକଣ୍ଠ ସାହୁ, କାଳନ୍ଦୀ ସେନାପତି, ଦୀପକ ସାହୁ, ମନୋରଞ୍ଜନ ସାହୁ, ନିବେଶ ସିହ୍ନା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। କୋଇଡ଼ାରୁ ଅକ୍ଷୟ ବିଶ୍ୱାଳ।